ସମସ୍ତେ ଜାଣିଛନ୍ତି ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲା ପରେ ସେଇ ପଦବୀଟି ଖାଲି ପଡ଼ିଥିଲା। ଆଉ ବିଜେପି ଆଉ ତା ସମର୍ଥିତ ପାର୍ଟି ଯାହାକୁ ଏନ୍ଡିଏ ଆଲାଏନ୍ସ ବୋଲି କୁହାଯାଉଛି 17 ତାରିଖ ଦିନ ସେ ଏକ କ୍ୟାଣ୍ଡିଡେଟ୍ ଘୋଷଣା କରିଛନ୍ତି ଯାହାଙ୍କର ନାଁ ଅଛି ସିପି ରାଧାକ୍ରିଷ୍ଣନ। ତାହେଲେ ଆସନ୍ତୁ ଜାଣିବା ସିପି ରାଧାକ୍ରିଷ୍ଣନଙ୍କ ବିଷୟରେ, ସେ କୋଉଠୁ ଆସୁଛନ୍ତି, ସେ ତାଙ୍କର ପଲିଟିକାଲ କ୍ୟାରିୟର ବ୍ୟାକଗ୍ରାଉଣ୍ଡ କ'ଣ ଅଛି, ଆଉ ତାଙ୍କୁ ଏ ଯେଉଁ ବିଜେପି ଯେଉଁ କ୍ୟାଣ୍ଡିଡେଟ୍ କରିବା ପଛର ମୂଳ କାରଣ କ'ଣ। ଶେଷ ଯାଏ ଏହି ଭିଡ଼ିଓଟିକୁ ଦେଖିବା ଆଉ ଜାଣିବା ସିପି ରାଧାକ୍ରିଷ୍ଣନଙ୍କ ବିଷୟରେ। ସିପି ରାଧାକ୍ରିଷ୍ଣନଙ୍କ ପୁରା ନାମ ହେଉଛି ଚନ୍ଦ୍ରପୁରମ୍ ପୋନ୍ନସାମୀ ରାଧାକ୍ରିଷ୍ଣନ। ସେ ଅକ୍ଟୋବର 20, 1957ରେ ଜନ୍ମଗ୍ରହଣ କରିଥିଲେ ତିରୁପୁର ତାମିଲନାଡୁରେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିବିଏ, ସେ ଭିଓସି କଲେଜରୁ ପାସ୍ ଆଉଟ୍ କରିଛନ୍ତି। ରାଜନୈତିକ କ୍ୟାରିୟରକୁ ଯଦି ଆପଣମାନେ ଦେଖିବେ ତାହେଲେ ଏଇଟା ଜଣାପଡ଼ୁଛି ଯେ ସେ ଜଣେ ଆର୍ଏସ୍ଏସ୍ର ସ୍ୱୟଂସେବକ ଭାବରେ ଅଖିଳ ଭାରତୀୟ ଶିକ୍ଷା ପରିଷଦ ଯୁବ ବେଳରେ ଯୋଗ ଦେଇଥିଲେ, ଯାହାକି କୁହାଯାଉଛି କି 16-17 ବର୍ଷ ବୟସରୁ ସେ ଆର୍ଏସ୍ଏସ୍ ଜଏନ୍ କରିଥିଲେ। ଆଉ 1974ରେ ଜନସଂଘ ରାଜ୍ୟ କାର୍ଯ୍ୟକାରିଣୀରେ ସଦସ୍ୟ ହିସାବରେ ତାମିଲନାଡୁରେ ନିଯୁକ୍ତି ହୋଇଥିଲେ। ପରେ ସେ ଭାଜପା ତାମିଲନାଡୁର ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ, ଯେମିତିକି 2004ରୁ 2007। ଏମ୍ପି ଭାବରେ କୋଏମ୍ବତୁରରୁ 2 ଥର ଜିତିଥିଲେ। ପ୍ରଥମ ଥର ହେଉଛି 1998 ଆଉ ସେକେଣ୍ଡ ଥର ହେଉଛି 1999। ଏ ଯେଉଁ 2 ଥର ସେ ଜିତିଲେ ବହୁତ ଭୋଟ ମାର୍ଜିନରେ ଜିତିଲେ, ଯେମିତିକି 55-49-49% ଭୋଟ ମାର୍ଜିନରେ ସେ ଜିତିଥିଲେ। ତାପରେ ମଧ୍ୟ ସେ ବହୁତ ଥର ଏମ୍ପି ଭାବରେ ଛିଡ଼ା ହୋଇଛନ୍ତି, କିନ୍ତୁ ସେ ବିଜୟ ହୋଇପାରିନଥିଲେ, ଯେମିତିକି 2004, 2014 ଆଉ 2019ରେ ମଧ୍ୟ ସେ କୋଏମ୍ବତୁର ଆସନରୁ ଛିଡ଼ା ହୋଇଥିଲେ, କିନ୍ତୁ ସେ ଜିତି ପାରିନଥିଲେ। କୋରିଅର ବୋର୍ଡର ସେ ଅଧ୍ୟକ୍ଷ ଥିଲେ 2016ରୁ 2020 ପର୍ଯ୍ୟନ୍ତ, ଯେମିତିକି ଆମ ଭାରତର ଯେମିତି ଏକ୍ସପୋର୍ଟଟାକୁ କେମିତି ବଢ଼େଇ ହେବ ସେ ଉପରେ ସେ ବହୁତ ବଢ଼ିଆ କାମ କରିଥିଲେ, ଯାହାଫଳରେ କି ଭାରତର ଏକ୍ସପୋର୍ଟଟା 2532 କୋଟିକୁ ବଢ଼ି ଯାଇଥିଲା। ଆଉ ସେ କ'ଣ ଥିଲେ, ଯେତେବେଳେ ସେ ଭାଜପାରେ ଯେମିତିକି ବିଜେପିରେ ଥିଲାବେଳେ ସେ କେରଳର ଇନଚାର୍ଜ ଥିଲେ 2020ରୁ 2022 ମସିହା ପର୍ଯ୍ୟନ୍ତ, ଯାହାକି ସେ ଗୋଟେ ମାନେ ଗ୍ରାସରୁଟ୍ ଲେଭେଲରେ ସେ ସଂଗଠନକୁ ମଜବୁତ କରିଥିଲେ। ତାପରେ ସେ କ'ଣ ଅଛି, ସେ ଯେତେବେଳେ ଅଧ୍ୟକ୍ଷ ଥିଲେ ତାମିଲନାଡୁରେ, ସେ କ'ଣ କରିଥିଲେ, ଗୋଟେ 93 ଦିନର ଗୋଟେ ରଥଯାତ୍ରା କରିଥିଲେ। ରଥଯାତ୍ରା ମାନେ ସେ ଗୋଟେ ପଦଯାତ୍ରା ଭଳିଆ କରିଥିଲେ, ଯେଉଁଥିରେ କି ସେ ଏକତା, ଆତଙ୍କବାଦୀ ବିରୁଦ୍ଧରେ ଏବଂ ନଦୀ ସଂଯୋଗ ଓ ଅନ୍ୟାୟ ଆଚରଣ ବିରୁଦ୍ଧରେ ଗୋଟେ ଜନଜାଗରଣ କରିବା ପାଇଁ ସେ ଗୋଟେ 93 ଦିନର ଗୋଟେ ପଦଯାତ୍ରା କରିଥିଲେ। ଏଟା ଗୋଟେ ବହୁତ ପାଖାପାଖି 3 ମାସର ଗୋଟେ ପଦଯାତ୍ରା କରିଥିଲେ, ଆଉ ସେଟା ବହୁତ ଫେମସ୍ ମଧ୍ୟ ହେଇଥିଲେ ଏଇ ଜାଗରଣଟା। ତାପରେ ସେ କ'ଣ କରିଥିଲେ, ସେ ବିଭିନ୍ନ ରାଜ୍ୟରେ ସେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଯେମିତି ଆପଣ ଦେଖିବେ, ସେ ଝାଡ଼ଖଣ୍ଡ ରାଜ୍ୟପାଳ 2023ରୁ 2024 ଥିଲେ। ସେହି ସମୟରେ ମଧ୍ୟ ସେ ଗୋଟେ ଇନଚାର୍ଜରେ ମଧ୍ୟ ଥିଲେ, ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ, ଯେମିତିକି ତେଲେଙ୍ଗାନା ଆଉ ପୁଡୁଚେରୀରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ତାପରେ ସେ 31 ଜୁଲାଇ 2024ରୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାପରେ ଯେମିତି ଆପଣମାନେ ଜାଣିଛନ୍ତି, ଜଗଦୀପ ଧନକଡ଼ ମାନେ ଇଚ୍ଛାକୃତ ଭାବେ ରେଜିଗ୍ନେସନ୍ ପକାଇଲା ପରେ ଯେଉଁ ଉପରାଷ୍ଟ୍ରପତି ପଦବୀଟା ଖାଲି ପଡ଼ିଥିଲା, ସେଥିପାଇଁ କ'ଣ କରିଛନ୍ତି, ଆମର ଯେଉଁ ଏନ୍ଡିଏ ଆଲାଏନ୍ସ ଯେମିତି ବିଜେପି ଆଉ ତାଙ୍କର ସମର୍ଥିତ ପାର୍ଟିମାନେ ସେମାନେ ସିପି ରାଧାକ୍ରିଷ୍ଣନଙ୍କୁ କ୍ୟାଣ୍ଡିଡେଟ୍ କରିଛନ୍ତି। ଯେମିତିକି 17 ଅଗଷ୍ଟ 2025ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ନିର୍ବାଚନ ହେବ କେବେ, 9 ସେପ୍ଟେମ୍ବର 2025ରେ। ଏହି ନିର୍ବାଚନରେ କେଉଁମାନେ ଭୋଟ ଦେବେ, ଯେମିତିକି ଲୋକସଭା ଆଉ ରାଜ୍ୟସଭାର ସଦସ୍ୟମାନେ ହିଁ ଭୋଟ ଦେବେ। ଯେମିତିକି ସାଧାରଣ ଲୋକ ହିଁ ଭୋଟ ଦେଇପାରିବେନି, ଯେଉଁ ସାଧାରଣ ଲୋକ ତାଙ୍କର ଜନପ୍ରତିନିଧି, ଯେମିତିକି ସାଧାରଣ ଲୋକ ସେମାନଙ୍କର ଜନପ୍ରତିନିଧିଙ୍କୁ ନିର୍ବାଚିତ କରିଛନ୍ତି, ସେହି ଜନପ୍ରତିନିଧିମାନେ ହିଁ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବେ। ଯଦି ତାଙ୍କର ବ୍ୟକ୍ତିତ୍ୱକୁ ଦେଖିବା ଆଉ ରାଜନୈତିକ ଭୂମିକାକୁ ଦେଖିବା, ସେ ଜଣେ ପୁରା ଶାନ୍ତ ଓ ସ୍ୱାଭାବିକ। ଆଉ ସେ କୋଏମ୍ବତୁରରେ ବାଜପେୟୀ ବୋଲି କୁହାଯାଏ, ଯେମିତିକି ବାଜପେୟୀଙ୍କର ପର୍ସନାଲିଟି ଥିଲା, ସେମିତି ତାଙ୍କର ଗୋଟେ ପୁରା ଶାନ୍ତ ସ୍ୱଭାବ ଗୋଟେ ପର୍ସନାଲିଟି ଅଛି, ସେଥିପାଇଁ ତାଙ୍କୁ କୋଏମ୍ବତୁର ବାଜପେୟୀ ମଧ୍ୟ କୁହାଯାଏ। ଓବିସିରୁ ଆସୁଛନ୍ତି, ଆଉ ଯେଉଁ ଏନ୍ଡିଏ ପାଇଁ ଯେଉଁ ସାଉଥରେ ଗୋଟେ ପ୍ରୋବ୍ଲେମ୍ ଚାଲିଛି, ଯେମିତିକି ବିଜେପିକୁ ଇଗ୍ନୋରେନ୍ସ ମିଳୁଛି, ସେଥିପାଇଁ କ'ଣ କରୁଛି ବିଜେପି କ'ଣ ଗୋଟେ କାର୍ଡ ଖେଳିଛି, ସାଉଥ କାର୍ଡ, ଆଉ ଯେହେତୁ ତାଙ୍କୁ କ୍ୟାଣ୍ଡିଡେଟ୍ କରିକି ତୃଣମୂଳ ସ୍ତରରେ ତାଙ୍କର ଗୋଟେ ଭଲ ପାଇବା ଅଛି, ଯେମିତିକି ସାଉଥରେ। ଆଉ କ'ଣ, ମୋଦିଜୀ ତାଙ୍କୁ ଭଲ ପସନ୍ଦ କରନ୍ତି, ଯେହେତୁ ସେ ଗୋଟେ ତାଙ୍କର ଶାନ୍ତ ସ୍ୱଭାବ ଆଉ କାମ କରିବାର ଦକ୍ଷତା ଅଛି, ସେଥିପାଇଁ ମଧ୍ୟ ମୋଦିଜୀ ତାଙ୍କୁ ପ୍ରଶଂସା କରନ୍ତି। ଆଉ ସେଥିପାଇଁ ତାଙ୍କୁ ମେ ବି ବିଜେପି କ'ଣ କରିଛି, ତାଙ୍କୁ କ୍ୟାଣ୍ଡିଡେଟ୍ କରିଛି।